এইটা ମୋ ଚ୍ୟାନେଲ୍ ନୁହେଁ, ଏଇଟା ହେଉଛି ୟୁଟ୍ୟୁବ୍ ଚ୍ୟାନେଲ୍, ହେଉଛି ମୋ ସ୍ତ୍ରୀର ୟୁଟ୍ୟୁବ୍ ଚ୍ୟାନେଲ୍। ଆଜି ଗୋଟେ ଇନଷ୍ଟାଗ୍ରାମରେ ଗୋଟେ ଲେଖା ଦେଖିଲି, ମାନେ ଦେଖିଲି ଯେ ବହୁତ ବଢ଼ିଆ ଲାଗିଲା। ଭାବିଲି ଏଇଟା ସମସ୍ତଙ୍କୁ ଶୁଣେଇଦେବି, ଆଉ ଶୁଣ ସମସ୍ତେ, ଭଲ ବି ଲାଗିବ। ତ ଲେଖା ହେଇଛି ଯେ ଯୌବନ ସମୟରେ କାଉ ବି ସୁନ୍ଦରୀ, ଆଉ ଶ୍ରାବଣ ମାସରେ ନଦୀ ବି କୁଆଁରୀ। କଥାଟା ଭଲ ବଢ଼ିଆ ଲାଗୁନି ଯେ ଯୌବନ ଯେତେବେଳେ ଥିବ ସେତେବେଳେ କାଉ ବି ବହୁତ ସୁନ୍ଦରୀ ଦେଖାଯିବ, ଆଉ ଶ୍ରାବଣ ମାସ ଆସିଲେ ନଦୀ ବି କୁଆଁରୀ ହେଇଯିବ। ମାନେ ନଦୀର ପାଣି ଫାଣି ପୁରା ଭର୍ତ୍ତି ହେଇଯିବ, ତ ଉଛୁଳି ହେଇକି ଚାଲିବ, ସେଇଟା ହେଉଛି ନଦୀ ବି କୁଆଁରୀ ହେଇଯିବ। ତାପରେ ଲେଖା ହେଇଛି ଯେ କ୍ଷମତା ରହିଲେ ମିଛ କଥା ହୁଏ, କ୍ଷମତା ରହିଲେ ମିଛ କଥା ହୁଏ ବାଣୀ। ମାନେ ଯାହା ପାଖରେ କ୍ଷମତା ଥିବ, ସିଏ ଯଦି କିଛି ମିଛ କହିବ କି ଭୁଲ କହିବ, ତାହେଲେ ସେଇଟା ଗୋଟେ ବାଣୀ ବି ହେଇଯିବ। ମାନେ ଆଇନ କାନୁନ ଭଳିଆ ଗୋଟେ ଜିନିଷ ହେଇଯିବ, ଯାହା ପାଖରେ କ୍ଷମତା ଥିବ। ଆଉ ଟଙ୍କା ରହିବ ଯାହା ପାଖରେ, ସିଏ ହେବ ଜ୍ଞାନୀ। ଆଉ ଟଙ୍କା ରହିଲେ ମୂର୍ଖ ବି ହେବେ ଜ୍ଞାନୀ। ନା ଲେଖା ହେଇଛି, ମାନେ କଥା ଗୁଡ଼ାକ ଯେମିତି ପଦ ହିସାବରେ ଲେଖା ହେଇଛି। ମୋର ତ ସେମିତି ଭଏସ୍ ବି ଠିକ୍ ନାହିଁ, କୁହେନି, କେବେ ୟୁଟ୍ୟୁବରେ ଆସେନି। ଆଜି ଫାର୍ଷ୍ଟ ଟାଇମ୍ ପାଇଁ ଆସିକି କହୁଛି ଯେ ମୋତେ ଏଇଟା ମେନ୍ କଥା, ମୋତେ ଏଇଟା ଦେଖିବାକୁ ଭଲ ଲାଗିଲା, ଶୁଣିବାକୁ ଭଲ ଲାଗିଲା, ପଢ଼ିବାକୁ ଭଲ ଲାଗିଲା, ସେଇଥିପାଇଁ ଆସିକି କହିଦେନି ଆଉ ସମସ୍ତେ ଶୁଣ ବୋଲି। ଆଉ ଯଦି ଭଲ ଲାଗିଥିବ ତ ସମସ୍ତଙ୍କୁ ବଢ଼ିଆ କଥା, ଆଉ ଯଦି ଭଲ ନ ଲାଗିଥିବ ତାହେଲେ ବି ଠିକ୍ ଅଛି, ନୋ ପ୍ରୋବ୍ଲେମ୍। ଆଉ ଯଦି କେବେ ଆଉ ଏମିତି ଟିକେ ଭଲ ଭଲ କଥା ଶୁଣେ, ଆଉ ଗୋଟେ କଥା ବି ଶୁଣିଥିଲି, ବଢ଼ିଆ କଥା ଶୁଣିଥିଲି, ତ ସେଇଟା ବି ଆଉ ଦିନେ କେବେ ପୋଷ୍ଟ କରିମି। ହଉ କାଲି ପର ଆଡ଼େ କରିଦେବି ବୋଧେ।